ଟିକେ ପରିଚୟ ରଖନ୍ତୁ। ମୁଁ ସୁଦାମ ଚରଣ ବେହେରା, ଜାରକା ଗ୍ରାମ ପଞ୍ଚାୟତର ସରପଞ୍ଚ। ଆଜି କ'ଣ କହିବେ ଆପଣ ଯେଉଁ ଧର୍ମଶାଳା ସ୍ଥିତି କ'ଣ ରହିଛି, ଏଇ ଯେଉଁ କଲରା ମହାମାରୀ ବ୍ୟାପିଛି, ଏ ସ୍ଥିତି କ'ଣ ରହିଛି, କେମିତି କ'ଣ ଆପଣ ଦେଖୁଛନ୍ତି? ହଁ, ବର୍ତ୍ତମାନ ଯାଜପୁର ଜିଲ୍ଲାରେ ବର୍ତ୍ତମାନ ଡାଇରିଆ ଏବଂ କଲରା ପେସେଣ୍ଟ ବି କିଛି ବାହାରିଛନ୍ତି। ଧର୍ମଶାଳାରେ ବି ଆମର ମାନେ ଯାହା ରିପୋର୍ଟ ଆମେ ଜାଣିବାକୁ ପାଇଛୁ, ଧର୍ମଶାଳାରେ ବି ବଢ଼ି ବଢ଼ି ଚାଲିଛି ଡାଇରିଆ ପେସେଣ୍ଟ, କଲରା ବି କିଛି ବାହାରିଛନ୍ତି। ଆମେ ଆମ ପଞ୍ଚାୟତରେ ବି ଆଜି ଜାଣିବାକୁ ପାଇଲୁ ଜାରକା ସବରସାହିରେ 3 ଜଣ ପେସେଣ୍ଟ ଡାଇରିଆରେ ଆକ୍ରାନ୍ତ ଅଛନ୍ତି ଏବଂ ସେ ଗାଁକୁ ଯାଇ ଆମେ ଗାଁକୁ ସାନିଟାଇଜ୍ କରିଥିଲୁ, ଘର ଘର ବୁଲି ତାଙ୍କୁ ସଚେତନ କରାଇଥିଲୁ। ଗରମ ଖାଦ୍ୟ ଖାଇବେ ଏବଂ ବାସି ଖାଦ୍ୟ ଖାଇବେ ନାହିଁ ଏବଂ ପାଣିକି ଫୁଟାଇକି ପିଇବେ। ଯାହା ସବୁ ସରକାରଙ୍କର ନିୟମ ଅଛି ସେ ରୋଗ ପାଇଁ ଆମେ ସେ ଲୋକମାନଙ୍କୁ ସଚେତନ କରାଇଥିଲୁ ଏବଂ ଗାଁକୁ ସାନିଟାଇଜ୍ କରିଥିଲୁ। ଟିକେ ପରିଚୟ ରଖିବେ। କୃଷ୍ଣମୋହନ ବିଶ୍ୱାଳ, ଜାରକାର ଯୁବ ସମାଜ। କ'ଣ କହିବେ ଧର୍ମଶାଳାରେ କଲରା ବ୍ୟାପି ଯାଇଛି, ଏ ବିଷୟରେ ଆପଣ କ'ଣ କହିବେ? ବର୍ତ୍ତମାନ ତ ଆମର ଯାଜପୁର ସହିତ ବିଭିନ୍ନ ପାଖାପାଖି ଜିଲ୍ଲାରେ ଏ ରୋଗ ବ୍ୟାପିଛି। ଆମ ଧର୍ମଶାଳାର ଜାରକା ପଞ୍ଚାୟତରେ ବି କିଛି ବାହାରିଛି। ଆମ ନିକଟସ୍ଥ ଜାରକା ସବରସାହିରେ 3 ଜଣ ପେସେଣ୍ଟ ବାହାରିଥିଲେ, ତନ୍ମଧ୍ୟରୁ 2 ଜଣ ସୁସ୍ଥ ହୋଇକି ଫେରିଲେଣି। ପଞ୍ଚାୟତ ତରଫରୁ ଆମର ଜାରକା ପଞ୍ଚାୟତ ତରଫରୁ ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଆଜି ଆମର ସେ ଜାରକା ସବରସାହି ଗାଁ ସେ ୱାର୍ଡ଼ଟିକି ଆମର ସାନିଟାଇଜର୍ କରାଯାଇଥିଲା ଏବଂ ସେଠାରେ ଥିବା ବସ୍ତି ବାସିନ୍ଦାମାନଙ୍କୁ ଏ ହଇଜା ସମ୍ବନ୍ଧରେ ସଚେତନ କରାଯାଇଥିଲା। ଏଥିରେ ଆମର ପଞ୍ଚାୟତର ଆଶା ଦିଦି, ଅଙ୍ଗନବାଡ଼ି ଏବଂ ପଞ୍ଚାୟତ ଷ୍ଟାଫ୍, ସରପଞ୍ଚ ଏମାନେ ସମସ୍ତେ ରହିଥିଲେ, ଗାଁ ସାଥୀ ମଧ୍ୟ। ଆଉ ସେଠି ବ୍ଲିଚିଂ କରାଯାଇଥିଲା ସମସ୍ତଙ୍କର ଘର ଦ୍ୱାର। ତାପରେ ସମସ୍ତଙ୍କୁ ଏହାର ସଚେତନତା ବିଷୟରେ କିପରି ପାଣିକୁ ଫୁଟାଇ ପିଇବେ, ବାସି ଖାଦ୍ୟ ଖାଇବେ ନାହିଁ, ଗରମ ଖାଦ୍ୟ ଖାଇବେ, ହାତ ସଦାବେଳେ ପରିଷ୍କାର ରଖିବେ, ଆଉ ଏଇସବୁ ବିଷୟରେ ତାଙ୍କୁ ସଚେତନ କରାଯାଇଥିଲା। ପ୍ରଶାସନର କିଛି ସହାୟତା ମିଳିଲାନି କି? ପ୍ରଶାସନ ନିଶ୍ଚିନ୍ତ ଆ ଉପରେ ସଚେତନ କରାଉଛି। ପ୍ରତି ପଞ୍ଚାୟତରେ ସଚେତନ ବାର୍ତ୍ତା ବୁଲୁଛି, ପ୍ରଚାର ଗାଡ଼ି ବୁଲୁଛି ଏବଂ ଏଥିପାଇଁ ବର୍ତ୍ତମାନ ସରକାର ସମ୍ପୂର୍ଣ୍ଣ ସଜାଗ ହୋଇକି ରହିଛି। କିପରି ଏହାକୁ ପ୍ରତିରୋଧ କରାଯାଇପାରିବ, କିପରି ଏହାକୁ ଯଥାଶୀଘ୍ର କଣ୍ଟ୍ରୋଲକୁ ଅଣାଯାଇପାରିବ, ସେଥିପାଇଁ ସରକାର ପୁରା ତତ୍ପର ରହିଛି ବର୍ତ୍ତମାନ। ରେକର୍ଡିଂ କରିଛ କି? ରେକର୍ଡିଂ ନାଇଁ ମ ଏଇଠି ଫଟୋଟା କରୁନା। ଏଇଠି ଗୋଟେ ବାହାର ଥିଲା ସବୁ ସବୁ ଯାକ